ପାଲଡ଼ା ବ୍ଲକ ତିମିରିଆ ଗ୍ରାମ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ଗାନ୍ଧୀନଗରଠାରେ 77ତମ ବନ ମହୋତ୍ସବ ପାଳିତ ହୋଇଯାଇଛି। ଏହି ଅବସରରେ ମା ପାଇଁ ଗଛଟିଏ କାର୍ଯ୍ୟକ୍ରମ ଅନ୍ତର୍ଗତ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ବିଦ୍ୟାଳୟ ପରିସରରେ ବୃକ୍ଷରୋପଣ କରାଯାଇଥିଲା। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମନୋଜ କୁମାର ସାହୁଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ପାଲଡ଼ା ବନାଞ୍ଚଳ ଅଧିକାରୀ ଶିଶିର କୁମାର ଦଳାଇ ମୁଖ୍ୟ ଅତିଥି ଭାବେ, ସମ୍ମାନିତ ଅତିଥି ଭାବେ ପାଲଡ଼ା ବ୍ଲକ ପ୍ରମେୟ ପ୍ରତିନିଧି ଦୁଇଲୋକରଞ୍ଜନ ପାଳ, ବରିଷ୍ଠ ସାମ୍ବାଦିକ ଅଜିତ କୁମାର ଖୁଣ୍ଟିଆ, ବିଦ୍ୟାଳୟର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଆଶିଷ ରଞ୍ଜନ ପ୍ରଧାନ, ଅବସରପ୍ରାପ୍ତ ଖେଳ ଶିକ୍ଷକ ପ୍ରଫୁଲ୍ଲ କୁମାର ସାହୁ, ଅବସରପ୍ରାପ୍ତ କିରାନୀ ପ୍ରଫୁଲ୍ଲ କୁମାର ପ୍ରଧାନ ପ୍ରମୁଖ ମଞ୍ଚାସୀନ ଥିଲେ। ଏହି ଅବସରରେ ଅତିଥିମାନଙ୍କ ଦ୍ୱାରା ବନ ମହୋତ୍ସବ ପାଳନର ଉଦ୍ଦେଶ୍ୟ ସମ୍ପର୍କରେ ଆଲୋଚନା କରିଥିଲେ। ଏହି ଅବସରରେ ସାରା ପୃଥିବୀରେ ବିଷାକ୍ତ ଗ୍ୟାସ ଦ୍ୱାରା ପରିବେଶ ପ୍ରଦୂଷିତ ହେଉଛି। ବର୍ତ୍ତମାନ 5,000 କୋଟି ବୃକ୍ଷ ରହିଛି, ମାତ୍ର 98,000 କୋଟି ବୃକ୍ଷର ଆବଶ୍ୟକତା ରହିଛି। ପରିବେଶ ସନ୍ତୁଳନ ପାଇଁ ପ୍ରତ୍ୟେକ ବ୍ୟକ୍ତି ମୁଣ୍ଡ ପିଛା 40ଟି ବୃକ୍ଷ ଲଗାଇବା ଦରକାର। ସମସ୍ତେ ବୃକ୍ଷ ଲଗାଇବା ସହିତ ଅନ୍ୟମାନଙ୍କୁ ସଚେତନ କରିବା ପାଇଁ ବନାଞ୍ଚଳ ଅଧିକାରୀ ଦଳାଇ ଛାତ୍ରଛାତ୍ରୀମାନଙ୍କୁ ଆହ୍ୱାନ କରିଥିଲେ। ଏହି ଅବସରରେ ବିଦ୍ୟାଳୟ ପରିସରରେ ଛାତ୍ରଛାତ୍ରୀ, ଶିକ୍ଷକ, ଶିକ୍ଷୟିତ୍ରୀମାନଙ୍କ ଦ୍ୱାରା 100ରୁ ଉର୍ଦ୍ଧ୍ୱ ବିଭିନ୍ନ ପ୍ରଜାତିର ଏବଂ ବହୁ ଔଷଧୀୟ ବୃକ୍ଷରୋପଣ କରାଯାଇଥିଲା। କାର୍ଯ୍ୟକ୍ରମକୁ ବିଦ୍ୟାଳୟର ଇକୋ କ୍ଲବ ସଦସ୍ୟ ପରିଚାଳନା କରିଥିବା ବେଳେ ବିଦ୍ୟାଳୟର ଶିକ୍ଷକ ଗିରିଧାରୀ ସାହୁ, ରଞ୍ଜନ କୁମାର ଦେହୁରୀ, ସୁରେଶ ପ୍ରଧାନ, ଲିଙ୍ଗରାଜ ସାହୁ, ମୁକୁନ୍ଦ ପ୍ରଧାନ ପ୍ରମୁଖ ସହଯୋଗ କରିଥିଲେ। ପାଲଡ଼ାରୁ ଅଜିତ କୁମାର ଖୁଣ୍ଟିଆଙ୍କ ରିପୋର୍ଟ।